ମୁଁ ତ ଶୋଇକିରି ମାନେ ଆସିଲି ଆଡ଼ିକି ମାନେ ଅନ୍ଧାର ହେଇଗଲି। ଆମର କମ୍ପାନୀର ମାନେ ଲାଇଟ୍ ଫାଇଟ୍ ସବୁ ଟ୍ରେନରେ ଲାଗିଗଲି। ତାପରେ ଆଉ ଟିକେ ବୁଲି ଯାଏ ଟାଇମ୍ ପାସ୍ କରିକି ଟାଙ୍କି ପାଖରୁ ମାନେ ଟିକେ ପରିଷ୍କାର ସବ ଧୁଆ ଦେଇକି ଟିକେ ଯିବାକୁ। ହାଏ ସାଙ୍ଗମାନେ କେମିତି ଅଛନ୍ତି ଆଶା କରୁଛି ଭଲରେ ଥିବେ ମୁଁ ବି କିନ୍ତୁ ସକାଳୁ ମସ୍ତରେ ଅଛି। ତାପରେ ସକାଳୁ ତ ମୁଁ ଆଡେ ଆସିଛି ଆଜି ବୁଲିବାକୁ। ମାନେ ଆଜି ତ ମାନେ କୁହୁଡ଼ି ଫୁହୁଡ଼ି କିଛି ନାହିଁ ସେମିତି ଥଣ୍ଡା ଫଣ୍ଡା ଟିକେ କମ୍ ଅଛି। ତାପରେ ମୁଁ ଆଡେ ଆସିଛି ବୁଲିବାକୁ। ତାପରେ ଏଇନା ଯାଇକିରି ମାନେ ବ୍ରସ୍ ଟିକେ କରିବି ଆମ ଟାଙ୍କି ପାଖରେ। ତାପରେ ତ ସେ ଶୋଇଛି ଆମେ 2 ଜଣ ଅଛୁ ଆମ ଗୋଟେ ରୁମରେ ସେମାନେ ସେ ଶୋଇଛି ଏପର୍ଯ୍ୟନ୍ତ ଏଠି ଉଠିବାକୁ ନାହିଁ। ତାପରେ ତ ଆମର ପିଲାମାନେ 3-4 ଜଣ ଗାଁକୁ ଗଲେ ମାନେ 5ଟା ରାତିରୁ ପଳେଇଲେଣି। 4ଟା ରାତିରୁ ଗଲେ ମାନେ ଟ୍ରେନରେ ବସି ପଡ଼ିଲେଣି ଏବେ। ମୁଁ ତ ଏବେ ଆସିଛି ମାନେ ମୋର ତ ଯିବାର ଅଛି ମାନେ ଆର ମାସ ମାନେ ଆଉ 2 ମାସ ପରେ ଗାଁକୁ ଗାଁରେ କଣ ଗୋଟେ କରିବାକୁ ପଡ଼ିବ ଟିକେ ବୁଲାବୁଲି ଟିକେ କରିବାକୁ ପଡ଼ିବ ମାନେ ଏଠି ତ ମାନେ କାମ ଫାମ ନାହିଁ ନା ମାନେ କାମ ମାନେ ଅଛି ହେଲେ ବାକି ଅଛି ସେଥିପାଇଁକା ମାନେ କାମ ନାହିଁ କାମ ହେଇଗଲା ପରେ ଚାଲିବ ମାନେ ସକାଳୁ ଡ୍ୟୁଟି ମାନେ ଏବେ ତ ମାନେ ଆଜି କାମ ନାହିଁ। କାଲି ବି ମାନେ କାମକୁ ଯାଇଥିଲି ଯେ ମାନେ ଆସିଲି ହେରି ଘଣ୍ଟେ 2 ଘଣ୍ଟା କାମ କରିକି ଆସିଲି ହେରି। କାମ ନଥିଲା ତ ସେଥିପାଇଁକା ଆସିଲି ହେରି ତାପରେ ତ ଆମର ବିଲ୍ଡିଂ ପାଖାପାଖି ମୁଁ ଆସିଥିଲି ଏତେ ସକାଳୁ ଆଡେ ଆସିବାକୁ ମାନେ ଭଲ ଲାଗେ ତାପରେ ମାନେ ଆଜି ମାନେ ଡ୍ୟୁଟି ଫ୍ୟୁଟି ତ ଯିବାର ମାନେ କିଛି ନାହିଁ। କଣ କରିବା ମାନେ ଗୋଟେ ବ୍ଲକ ମାନେ ଆଡେ ବୁଲି ଟିକେ କରିଦବା ବୋଲି ସେଥିପାଇଁ ସକାଳୁ ଆଡେ ଆସୁଚି ବୁଲି ଯାଉଛିହାରି ଟାଇମ୍ ପାସ୍ କରିକିରି। ମାନେ କାମକୁ ଗଲେ କାମରେ ମାନେ ହଉଛି ବ୍ଲକ୍ ଫ୍ଲକ୍ କରନ୍ତି ହେଲେ କାମ ତ ମାନେ ନାହିଁ ସେମିତିଆ। ଆମେ ସେଥିପାଇଁ ଡ୍ୟୁଟି ଫ୍ୟୁଟି ତ ଯାଉନୁ ସେଥିପାଇଁ ବ୍ଲକ୍ ଫ୍ଲକ୍ କରିହଉନି ଆଡେ ଆସିକି ମାନେ ବୁଲାବୁଲି କରିକିରି ଯାଉଛି ସକାଳୁ। ତାପରେ ଏଇଠି ଗୋଟେ ଚଢେଇ ବସିଛି ଯେ ମାନେ କେଁ ଖାଲି ହଉଛି ଯେ ଏଇ ଗଛରେ ବସିଛି। ମାନେ ମୟୂର ମାନେ ତ ବସନ୍ତି ମାନେ ସେ ସବୁ ଗଛ ମାନଙ୍କରେ ମାନେ ବର୍ଷା ଟାଇମ ଯେତେବେଳେ ହବ ଆଡେ ଆସିବେ। ମାନେ ଆମ ଟାଙ୍କି ପାଖରେ ତ ଲୋକ ଜାମ୍ ହେଇଗଲେଣି ଦେଖନ୍ତୁ। ତାପରେ ତ ମୁଁ ଟାଙ୍କି ପାଖକୁ ଯିବି ବ୍ରସ୍ କରିବି ଏଇନେ ଘରେ ତ ଶୋଇବି କଣ କରିବି। ମାନେ କାମ ଫାମ ନାହିଁ ଯେ ଘରେ ମାନେ ଶୋଇବାକୁ ଇଚ୍ଛା ହଉନି ଖାଲି ମୁଣ୍ଡ ଖାଲି ବିନ୍ଧା ହଉଛି ଘରେ। ବସିଲା ଖୁଣୁ ଏଇନେ ସମସ୍ତେ ମାନେ ଏଇନେ ଆମର ମାନେ ସପ୍ତାହଟେ ହେଲେ କାମ ନାହିଁ କାହିଁକି ନା କଂକ୍ରିଟ ଫଂକ୍ରିଟ ହଉନି ନା ସେଥିପାଇଁକା କଂକ୍ରିଟ ହେଇଗଲା ପରେ ମାନେ କେତେ ଦିନକରେ ଗୋଟେ ବଗ ଦେଖିଲି ଇଆଡେ ଚଢେଇ ଫଢେଇ ସେମିତି ନାହାନ୍ତି ବେଶୀ। ଆଉ ଗୋଟେ ବଗ ହେଇଛି ମାନେ ଇଆଡେ ତ ମାନେ ଗୋଟେ ଚଢେଇ ମାନେ ଆମ ଆଡେ ଯେମିତି ମାନେ ବହୁତ ଚଢେଇ ଇଆଡେ ସେମିତି ଗୋଟେ ଚଢେଇ ନାହାନ୍ତି। ଟାଙ୍କି ପାଖରେ ଏଇନେ ସମସ୍ତେ ଗାଧେଇ ଦେଇକି ତାପରେ ବ୍ରସ୍ କିଏ କରିବ ସମସ୍ତେ ଏଇଠି ଅଛନ୍ତି। ମୁଁ ତ ଏଇନେ ବ୍ରସ୍ କରିକି ଆସିକି ମାନେ ଶୋଇପଡ଼ିଥିଲି ତାପରେ କଣ ହେଇଛି ରୋଷେଇ ଚାଲ ଦେଖିବା ଖାଇବା। ଚାଲ ଯିବା ମାନେ କଣ ହେଇଛି ଖାଇଦବା ମାନେ ସେ ତ ଆସି ଖାଇସାରିଲେଣି ଗୋଟେ ଖାଇଦେବି ଚାଲ। ଚାଲ ଟିକେ ଯିବା ମେସ୍ ରୁମ୍ ଟେ କଣ ହେଇଛି ଦେଖିବା ଟିକେ ରୋଷେଇ ସରିଲା କି ନା ଦେଖିବା ଟିକେ। ଖାଇବା ଆମର ତ ମାନେ ଅଣ୍ଡା ତରକାରୀ ହେଇଛି ମାନେ ଥୋଇଛି ଖାଇବି ବୋଲି। ଚାଲ ଗୋଟେ ଖାଇଦବା। ଗୋଟେ ଅଣ୍ଡା ତରକାରୀ ହେଇଛି ଗୋଟେ ଖାଇଦେଲା ପରେ କଣ କରିବା କଥା କରିବା ଆଉ। ମୁଁ ତ ଏଇନେ ଜଷ୍ଟ ଖାଇଦେଲି ତାପରେ ବି ଦେଖନ୍ତୁ କୋଉ ଭଳିଆ ପାଗ ଦେଖେଇଲି। ପୁରା ବର୍ଷା ପାଗ ଭଳିଆ ଦେଖଉଛି ଆଉ ଚାଲ ଯିବା କଣ କରିବା ଗୋଟେ। କଣ କରିବା ମାନେ ଏନେ ତ ବର୍ଷା ପାଗ ସବୁଆଡେ ଦେଖଉଛି ମାନେ ଦେଖିବାକୁ ଯିବାକୁ ପଡିବ। କହୁଥିଲି ଗୋଟେ ପିଲାଟାକୁ ଯିବା କୋଉଠି ବୁଲିବାକୁ ସେ କଣ କହୁଛି ଦେଖିବା ମାନେ ଶୋଇବା ଚାଲ। ଡ୍ୟୁଟି ଫ୍ୟୁଟି କିଛି ନାହିଁ ନା ସେଥିପାଇଁ ଘରେ ବସିବାକୁ ପଡ଼ିବ। ମୋର ତ ଏତେବେଳକୁ ମାନେ ଖରା ଆସିଲି କାହିଁକି ନା ମାନେ ସକାଳୁ ପୁରା ମାନେ ମେଘୁଆ ପାଗ ଦେଖୁଥିଲା ମାନେ ଘଡଘଡି ମାରୁଛି ବର୍ଷା ହବ ବୋଧେ। ତାପରେ ତ ମାନେ ଆମର ଡ୍ୟୁଟି ଫ୍ୟୁଟି ତ କେହି ଯାଇନାହାନ୍ତି ମାନେ କାମ ନାହିଁ ସେଥିପାଇଁ କାମ ନାହିଁ ନା ସେଇଠି ମାନେ କବାଟ ମିଲେଇକିରି ବାହାରିଥିଲା ଆଉ ଚାଲ ଗାଧେଇ ପଡିବା ଭଲ ଲାଗୁନି। ଗାଧୋଇ ସାରିଲା ପରେ ଦେଖାହବ ଟିକେ। ଟାଙ୍କି ପାଖରେ ଦେଖିବା କେତେ ଲୋକ ଥିବେ ଯିବେନି ମୁଁ।
ମୁଁ ତ ଶୋଇକିରି ମାନେ ଆସିଲି ଆଡ଼ିକି ଆମର ଅନ୍ଧାର ହେଇଗଲି। ଆମର କମ୍ପାନୀର ମାନେ ଲାଇଟ୍ ଫାଇଟ୍ ସବୁ ଟ୍ରେନ୍ରେ ଲାଗିଗଲି। ତାପରେ ଆଉ ଟିକେ ବୁଲି ଯାଏ ଟାଇମ୍ ପାସ୍ କରିକି ଟାଙ୍କି ପାଖରୁ ମାନେ ଟିକେ ପରିଷ୍କାର ଶବ ଧୁଆ ଦେଇକି ଟିକେ ଯିବାକୁ ପଡ଼ିବ। ହଉ ଚାଲ ଯିବା। ଏପଟେ ତ ମାନେ ଲୋକମାନେ ଏଇ ପାଖେ ଏଇପଟେ ଯାଆନ୍ତି ଆରି ଡ୍ୟୁଟି ଏଇପଟେ ପାଖ ପଟେ ତାପରେ ସେପଟେ ବି ଯାଆନ୍ତି ଲୋକମାନେ ଡ୍ୟୁଟି। ଦେଖନ୍ତୁ କମ୍ପାନୀ ସବୁ ଆମର ଲାଇଟ୍ ଲାଗିଗଲି। ତାପରେ ତ ଆମର ଅଧେ ପିଲା ଡ୍ୟୁଟି ଯାଇଛନ୍ତି ହେଲେ ମାନେ ଅଧେ ଆଉ ଯାଇନାହାନ୍ତି। ମାନେ କାମ ସେମିତି କିଛି ନାହିଁ ନା ସେଥିପାଇଁକା ମାନେ ଯାଉନାହାନ୍ତି। କାମ ଥିଲେ ଭଲ ଲାଗିବ କାମ କରିବାକୁ ହେଲେ ଇଏ ତ ବୁଲି ଆସୁଛନ୍ତି ଯେ ଭଲ ଲାଗୁନି। ମତେ ସେଇଭଳିଆ ବି ମାନେ ମୁଁ ସେ ବୁଲି ଆସିବାକୁ ମତେ ଭଲ ଲାଗେନି। ଗୋଡ଼ ହାତ ଖାଲି ବିନ୍ଧା ହବ ବୁଲି ଆସିବାକୁ କାମ କରୁଥିଲେ ମାନେ ଦେହ ହାତ ଫ୍ରି ରହିବ ଖାଲି ବୁଲି ଆସିଲେ ଗୋଡ଼ ହାତ ଅଧିକ ବିନ୍ଧା ହେଉଛି ସେଥିପାଇଁକା ଯାଇନଥିଲି ଡ୍ୟୁଟି। ମାନେ ଆମର ତ ସପ୍ତାହଟେ ହେଇଗଲି ମାନେ ଡ୍ୟୁଟି ଫ୍ୟୁଟି କିଛି ନାହିଁ। ସେମିତି ଖାଲି ମାନେ କିଏ ଯାଉଛି ତ କିଏ ଯାଉନି ମାନେ ସେମିତି ଡ୍ୟୁଟି ନାହିଁ ଆମର। ମାନେ ସ୍ଲାବଟା ଆମର କଂକ୍ରିଟ୍ ଢଳେଇ ହେଇଗଲା ପରେ ତାପରେ କାମ ଫାମ ବାହାରିବ ସମସ୍ତେ ଯିବେ। ଏଇପଟେ ଦେଖନ୍ତୁ ଲୋକମାନେ ଡ୍ୟୁଟି କରି ଆସୁଛନ୍ତି। ଏଇଗୁଡ଼ା ଦୋକାନରୁ ସବୁ ସଉନପତ୍ର ଧରିକିରି ମାନେ ଏପଟେ ଡ୍ୟୁଟିରୁ ଆସୁଛନ୍ତି। ତାପରେ ତ ଏଇଟା ଆମର ପାଖ ନା ସେଥିପାଇଁକା ଆସୁଛନ୍ତି ଡ୍ୟୁଟିରୁ ଏପଟେ ଯାଉଛନ୍ତି ସକାଳୁ ତାପରେ ଆସୁଛନ୍ତି। ଏ ଅଲଗା କାମ କରୁଛନ୍ତି। ସେମାନେ ତ ଖେଳନ୍ତି ମାନେ ବଲ୍ ବ୍ୟାଟ୍। ତାପରେ ତ ଅଛି ମାନେ ଦୋକାନଟାରେ ଲାଇଟ୍ ଲାଗିଛି ଲାଇଟ୍ରେ ଖେଳୁଛନ୍ତି ଦୁଇଟା ଛୋଟ ପିଲାଟା ମାନେ ଖେଳୁଛି। ରବି ଭାଇ ଏ ଭଜା ମାଛ ଅଛି କି? ହଁ ମୋ ପାଇଁ ରଖିଥିବୁ। ହଁ ହଁ।